ଗତକାଲି ସନ୍ଧ୍ୟାରେ ହୀରାକୁଦ ଗାନ୍ଧୀନଗରର କାଳୁ ବାହାଦୁର ବୟସ 28 ବର୍ଷ ପାଖାପାଖି ତାଙ୍କର ଅଛି। ସେ ତାଙ୍କ ସାଙ୍ଗ ହେଲା ସତ୍ୟରଞ୍ଜନ ଧଳଙ୍କ ସହିତ ବାଇକରେ ଯାଉଥିଲେ ଏବଂ ପାଖାପାଖି 7:10 ସମୟରେ ତାଙ୍କ ସବଷ୍ଟେସନ ପଡ଼ା ପାଖରେ ତାଙ୍କୁ 6 ଜଣ ଆମର ଯୋଉ ତାଙ୍କର ସଂଘବଦ୍ଧ ଭାବରେ ତାଙ୍କୁ ଆକ୍ରମଣ କରିଥିଲେ ବିଭିନ୍ନ ମାରଣାସ୍ତ୍ର ନେଇକରି, ଯାହାଫଳରେ କି ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ଏବଂ ତାଙ୍କ ଯୋଉ ସାଙ୍ଗ ଥିଲେ ସତ୍ୟଧଳ ସେ ବର୍ତ୍ତମାନ ଭୀମସାରରେ ଟ୍ରିଟମେଣ୍ଟ ହେଉଛନ୍ତି ଏବଂ ଉକ୍ତ କେସ୍ରେ ତାଙ୍କର ଯୋଉ ବଡ଼ ଭାଇ ପିଣ୍ଟୁ ବାହାଦୁରଙ୍କ ରିପୋର୍ଟ ଉପରେ ହୀରାକୁଦ ଥାନାରେ ମକଦ୍ଦମା ରୁଜୁ କରାଯାଇଛି 210/2025। ଉକ୍ତ କେସ୍ରେ ଆମର ଆଇଜି ସାର୍ ଏସିପି ସାର୍ ନିର୍ଦ୍ଦେଶରେ ଦୁଇଟା ଟିମ୍ ଫର୍ମେସନ୍ କରାଯାଇଥିଲା ଏବଂ ଆମର ଫୋରେନ୍ସିକ୍ ଏଭିଡେନ୍ସ ତା ସହିତ ଆମର ସିସିଟିଭି ଆଧାରକୁ ବେସ୍ କରିକିରି ଆମର ଇନଭେଷ୍ଟିଗେସନ ପ୍ରକ୍ରିୟା ଜାରି କରିଥିଲୁ ଏବଂ ଏସଏ ମଧ୍ୟ ସ୍ପଟ୍ ଭିଜିଟ୍ କରିଥିଲେ ଏଥିରେ, ଯାହାଫଳରେ କି ଆମର ସେଥିରେ ଯୋଉ 6 ଜଣ ଲୋକଙ୍କୁ ଚିହ୍ନଟ କରାଗଲା ଯେଉଁମାନେ ଅଭିଯୁକ୍ତ ଥିଲେ ତାଙ୍କୁ ଆମେ ଯୋଉ ଟିମ୍ ମେମ୍ବର୍ସ ଯେଉଁମାନେ ଯାଇଥିଲେ ସେମାନେ 6 ଜଣଙ୍କୁ ଡିଟେନ୍ କରି ସକ୍ଷମ ହୋଇଛନ୍ତି ଏବଂ ଆମର ପରବର୍ତ୍ତୀ ଯାହା ଇନଭେଷ୍ଟିଗେସନ ପ୍ରୋସିଜିଓର କଣ୍ଟିନ୍ୟୁ କରୁଛୁ ଏବଂ ଡିଟେଲ ଯାହା ଆମର କାଲି ଇନଭେଷ୍ଟିଗେସନ ଯାହା କିଛି ବାହାରିବ ଏବଂ ଫର୍ଦର ଡେଭଲପମେଣ୍ଟ ଆମେ ଆପଣମାନଙ୍କୁ ପୁଣି ଜଣାଇଦେବୁ। ଆମେ ତାଙ୍କର ବୟସ ମଧ୍ୟ ଭେରିଫାଏ କରୁଛୁ, କେତେ ତାଙ୍କର ଏଜ୍ କ'ଣ ଅଛି ଆମେ ଡିଟେଲ କାଲି। ତାଙ୍କର ଗୋଟେ ପ୍ରିଭିୟସ୍ ଏନିମିଟି ଥିଲା ଯେ କାଳ ବାହାଦୁର, ସିଏ ଆମର ବଣ୍ଟି ହରେଶ ବେହେରା, ସିଏ ହେଲେ ଆମର ସାଇନ ବେହେରା ଜଣେ ଅଭିଯୁକ୍ତଙ୍କର ଭାଇଙ୍କୁ 2019 ମସିହାରେ ମର୍ଡର କରିଥିଲେ ଏବଂ ସେଇଟା ତାଙ୍କର ଗୋଟେ ରାଗ ଥିଲା, ସେ ରାଗର ପ୍ରତିଶୋଧ ନେବା ପାଇଁ ମାନେ ପ୍ଲାନ୍ କରିକି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ। ସେଟା ବର୍ତ୍ତମାନ ତଦନ୍ତ ସାପେକ୍ଷ ଅଛି, ବର୍ତ୍ତମାନ ଚାଲିଛି। କାଳୁ ବାହାଦୁର ନାଁରେ ତାଙ୍କର ପାଖାପାଖି 20ରୁ ଉର୍ଦ୍ଧ୍ୱ କେସ୍ ଅଛି, ମର୍ଡର କେସ୍ ଅଛି, ତାଙ୍କର ଆଟେମ୍ପ୍ଟ ମର୍ଡର କେସ୍ ଅଛି, କିଡନାପିଂ ଅଛି, ମାନେ କିଡନାପିଂ ଫର ମର୍ଡର ବି କେସ୍ ଅଛି, ଏମିତି ସବୁ ବିଭିନ୍ନ ପ୍ରକାର ସଂଗୀନ ଅପରାଧ ସେ ଅଭିଯୁକ୍ତ ଅଛନ୍ତି।